ओके। तो मोर वॉइस क्लियर अच्छी स्टूडेंट। एगेन समस्त क्वेश्चन। मोर वॉइस क्लियर अच्छी। ओके थैंक यू। देखो, ଯେତେବେଳେ କୌଣସି ଏକ୍ଜାମ ପାଖେଇ ଆସେ ବା ଏକ୍ଜାମର ଶେଷ 2 ମାସ 2.5 ମାସ ଗୋଟେ ଷ୍ଟୁଡେଣ୍ଟ ପାଇଁ ନିହାତି ଇମ୍ପୋର୍ଟାଣ୍ଟ ଥାଏ। ତ ଏ ଟାଇମରେ ଗୋଟେ ଷ୍ଟୁଡେଣ୍ଟକୁ ପାଠର ସପୋର୍ଟ ଯେତିକି ଥାଏ ତାର ମେଣ୍ଟାଲ ସପୋର୍ଟ ତାର 2 ଗୁଣା ଦରକାର ଥାଏ। ତୁମମାନଙ୍କ ସହିତ ବି ବିତୁଥିବ। ଯୋଉ ଫିଲ୍ଡଟା ତୁମେ ଏବେ କରିନା ଟିକେ ଆଗକୁ ଗଲେ ଆହୁରି ଫିଲ୍ କରିବ ଡିମୋଟିଭେସନ ଏଭ୍ରି ଷ୍ଟୁଡେଣ୍ଟ ମାଇଣ୍ଡରେ ଆସିବ ଯେ ଏଇ ଯୋଉ ସମୟଟାରେ ଆମେ କେମିତି ପ୍ରିପାରେସନ କରିବା। ଆମ କାତିରେ ଆଚ୍ଛା, ତ ଯାହା ବି ଡିସ୍କସନ କରିବେ ଟିକେ ଲାଷ୍ଟକୁ ଆମେ ରଖ। ଯାହା ବି କିଛି ଡିସ୍କସନ ଯୋଉମାନଙ୍କର ଭ୍ୟାଲିଡିଟି ସରିବ ଯାହା ବି କିଛି ଲାଷ୍ଟକୁ ଡିସ୍କସନ କରିବା। କାଇଣ୍ଡଲି ଗୋଟେ ଛୋଟ ରିକ୍ୱେଷ୍ଟ ରହିବ, କିଛି ଡିସ୍କସନ ଯେତେବେଳେ ସିରିୟସ୍ ଟପିକ ଉପରେ ମୁଁ କରୁଥିବି କାଇଣ୍ଡଲି ଆକୁ ନେଇକିରି ଆଉ କିଛି ତମେ ଡିଷ୍ଟର୍ବାନ୍ସ କ୍ରିଏଟ କରିବନି। କାହିଁକି ଲାଷ୍ଟ ଯୋଉ 60 ଦିନ ଥାଏ ବା ଲାଷ୍ଟ ଯୋଉ 70 ରୁ 75 ଦିନ ଥାଏ ଗେମ୍ ଚେଞ୍ଜିଂ ଡେ। ଯଦି ଗୋଟେ ପିଲା ମାଇଣ୍ଡ ଷ୍ଟ୍ରଙ୍ଗ କରିଛି, ଫେଲ ହବା ଜାଗାରେ ସେ ପାସ୍ କରିଛି। ଯଦି ଗୋଟେ ପିଲା ଭଲ ପଢୁଛି, ସବୁ ଜିନିଷ କ୍ଲିୟର କରିଛି, କିନ୍ତୁ ଏଇ 60 ଦିନରୁ 70 ଦିନ ସେ ଠିକ ସେ ମେଣ୍ଟେନ କରିପାରିଲାନି, ସେ ପାସ୍ କରିବା ଜାଗାରେ ଫେଲ ହେଇଛି। ତ ମୋର ଏଇ ଯୋଉ ଡିସ୍କସନଟା ମୁଁ ଆର ବର୍ଷ ବି ରଖୁଥିଲି, ଏ ବର୍ଷ ବି ରଖୁଛି ଏଥିପାଇଁ ଯେ ଖାଲି ମୁଁ ପଢିବାଟା ମୋ ପାଇଁ ଇମ୍ପୋର୍ଟାଣ୍ଟ ନାହିଁ, ତମମାନଙ୍କୁ ମେଣ୍ଟାଲ ସପୋର୍ଟ ମତେ ନିହାତି ଦେବା ଦରକାର। ଯଦି ଗୋଟେ ପିଲା ପାଖରେ ସେତିକି ମେଣ୍ଟାଲ ସପୋର୍ଟ ପଳେଇ ଆସିବ ସେ ଡେଫିନେଟଲି ସେ କ୍ଲିୟର କରିଯିବ। ଆଜିର ଡିସ୍କସନରେ ମୁଁ 2ଟି ଟପିକ ଉପରେ ଡିସ୍କସନ କରିବି। ପ୍ରଥମ ଟପିକ ଯେ ଆମେ କାହାକୁ ଟାର୍ଗେଟ ରଖି ପଢିବା ଦରକାର, କୋଉ କୋଉ ସବଜେକ୍ଟକୁ ଟାର୍ଗେଟ ରଖି ପଢିବା ଦରକାର ଯୋଉଟା କି ଆଗରୁ ଆସିଥିଲା। ଦ୍ୱିତୀୟ ପଏଣ୍ଟ ହଉଛି ସିଲେକ୍ଟେଡ ଟପିକ ମୁଁ ତୁମମାନଙ୍କୁ ଦେବି ଯେ ତୁମକୁ ଏଇ ଟପିକକୁ ଡେଫିନେଟଲି ସାରିବା ଦରକାର। ଏତିକି ଜିନିଷକୁ ଆମକୁ ଆନାଲିସିସ୍ କରିବାର ଅଛି ଆଉ ପଢିବାର ଅଛି। ଏ ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବ। ଆଜି ବି ତୁମମାନଙ୍କ ପାଖରେ ଯୋଉ କନଫ୍ୟୁଜନ ରହୁଛି, ତୁମମାନଙ୍କ ଭିତରେ ଯୋଉ ଡିମୋଟିଭେସନ ରହୁଛି, ଏ ଡେଫିନେଟଲି ଗୋଟେ କ୍ଲାସରେ ତୁମମାନଙ୍କର ସେତିକି ହାରରେ ଡେଭଲପମେଣ୍ଟ ହେଇଯିବ। ଆଗ ମୁଁ ତୁମମାନଙ୍କୁ ସେୟାର କରିବି କିଛିଟା ଜିନିଷ, ତାପରେ ମୁଁ କ୍ଲାସକୁ ଷ୍ଟାର୍ଟ କରିବି। ଗୋଟେ ସେକେଣ୍ଡ। ଆଚ୍ଛା, ସମସ୍ତଙ୍କୁ ପିଡିଏଫ ପିଲେ ଶୋ ହଉଛି। ଏ ଯୋଉ ପିଡିଏଫ ଟା ମୁଁ ସେୟାର କରିଛି ଏଟା ଗତ ବର୍ଷର କ୍ୱେଶ୍ଚିନ୍ ପେପର। ଏ ପେପରଟାକୁ ଆମମାନଙ୍କୁ ଆନାଲିସିସ୍ କରିବା ଡେଫିନେଟ ଦରକାର। क्वेश्चन पेपर शो होची। ओके, देख, এই যে क्वेश्चन पेपरटा 2023 ର क्वेश्चन जोटा कि 2024 मसीहार एग्जाम है। मन रखियो पिले, এই যে नुआ पैटर्न आसीची, जदि गोटे पिला क्वेश्चन पेपर को भलसे देखि रहो, मु आज चैलेंज सहित कहबी सेउठू से 20 रु 30 मार्क एठी तार रिपीट हो। 20 रु 30 मार्क माने 15 रु 10टा क्वेश्चन आर हितु से पाइछ पूरा डायरेक्टली। केमती पाइब मु तुम मानक देखौछि। साधारणतः गोटे पिला जेतबेले पूर्व वर्षर क्वेश्चन को देखे से सब फोकस करे जे एक्चुअली आंसर कौन। मोर कहवार कथा से नुहे। प्रथम गोटे पिला फोकस करा दरकार ओपीएससी कौन चाहूची, ओपीएससी को टाइप रो क्वेश्चन पचारुछि। तुम देखियो बिले मार्केट रे बहुत सारा मॉक टेस्ट मिलुछि। मु तुमको चैलेंज सहित कहबी कौन सी गोटे इंस्टीट्यूट रो मॉक टेस्ट आनो, तुम कंपेयर करो गत वर्ष रो क्वेश्चन को सहित, देखिबो किछि तुम फरक पाइबनी, डिफरेंट पाइब। कहीं ना मु आज भी तुम गोटे जिन कहना चाहूँगी, मु तो तुमको फुल लेंथ टेस्ट देनी, ए संडे ठार स्टार्ट करी। आउ जो 4टा सेट तुमको देती कोटा कि 50 मार्क या 30 मार्क जोटा कि मुझे तैयारी करे, केबे मु काहाठू किणिक आने ना प्रैक्टिस सेट। ओडिशा रे बाकी जतिक इंस्टीट्यूट रहउछन्ती सन कोन करंती, आर गोटे स्कैम चली मार्केट रे। किछि ऑल इंडिया बेसिस रो कोचिंग सेंटर रहउछन्ती जो माने टेस्ट सीरीज बिकुछन्ती। कौन से गोटे इंस्टीट्यूट 10,000 20,000 देकरी 10टा सेट किनदेला तुम मानू से प्रोवाइड कर। तो जोटा कि आम ओपीएससी से चाहे ना, ओपीएससी केमती चाहे सेटा हमको बुझिबार अछि। सपोज मु क्वेश्चन नंबर 1 पचाउछि। क्वेश्चन नंबर 1 को तुम भलसे लेख जे न्यू क्रिमिनाल लॉ। मन पकाऊ 2023 मसीहार कथा, जोटा कि 24 रे जो एग्जाम हेतला, सेतेर कोन हेतला
କିଛି କ୍ରିମିନାଲ ଲ କୁ ଆମେ ପରିବର୍ତ୍ତନ କରିଥିଲା। ଯେମିତି ତୁମର ଭାରତୀୟ କିଏ ସେ ନା ନାଗରିକ ସୁରକ୍ଷା ସଂହିତା ଯୋଉ ସବୁ ଥିଲା, ଯୋଉଟା କି ତମକୁ ମୁଁ ପଢେଇଥିଲି କରେଣ୍ଟ ଆଫେୟାରରେ। ତ ଏଇ ଯୋଉ ଜିନିଷଟା ଏଇଟା ଗୋଟେ ପଲିଟିର କ୍ୱେଶ୍ଚିନ୍, କିନ୍ତୁ ପଲିଟିର ଏଇଟା କରେଣ୍ଟ ଆଫେୟାର। ତାହେଲେ ଆମେ ଏଇଠି କଣ ଶିଖିଲେ ଯେ ପଲିଟି ରିଗାର୍ଡିଂ ଯୋଉ କରେଣ୍ଟ ଆଫେୟାର ଆସୁଛି, ଯଦି କୌଣସି ଆମେଣ୍ଡମେଣ୍ଟ ଆସୁଛି, ଯଦି କିଛି ଇମ୍ପୋର୍ଟାଣ୍ଟ ବିଲ୍ ଆସୁଛି, ଯଦି କିଛି ରୁଲ ଆଣ୍ଡ ରେଗୁଲେସନର ପରିବର୍ତ୍ତନ ହଉଛି, ଯଦି କିଛି ଜଜମେଣ୍ଟ ଆସୁଛି, ତାହେଲେ ଆମ ପାଇଁ ସେଟା ଇମ୍ପୋର୍ଟାଣ୍ଟ। ତ ଏଇଭଳି ଆନାଲିସିସ୍ ଗୋଟେ ଷ୍ଟୁଡେଣ୍ଟ କରିବା ଦରକାର, ତାହେଲେ ସେ ଡେଫିନେଟଲି କ୍ଲିୟର ହବ। ଯଦି ଗୋଟେ ପିଲା ଦୀର୍ଘ 6 ରୁ 7 ମାସର କରେଣ୍ଟ ଆଫେୟାରର କେବଳ ପଲିଟି ସେକ୍ସନକୁ ପଢୁଛି, ସେ 2 ରୁ 3ଟା କ୍ୱେଶ୍ଚିନ୍ ପାଇବ, ଏଟା ମୋର ଗ୍ୟାରେଣ୍ଟି। କାହିଁକି ନା ଓପିଏସସି ସେଇ ଟାଇପର ଜିନିଷକୁ ଫଲୋ କରିଥାଏ। ଓକେ, ଇଏ ହଉଛି ଗୋଟେ କନସେପ୍ଟ। ତାପରେ ଆଉ ଗୋଟେ ଜିନିଷ ମୁଁ ତୁମମାନଙ୍କୁ ଦେଖିବାକୁ ଚାହୁଁଛି ଯେ ଆଉ ଓପିଏସସି କୋଉ ଟାଇପର କ୍ୱେଶ୍ଚିନ୍ ପଚାରୁଛି। ଯେ ଦେଖ, କିଛି କିଛି କ୍ୱେଶ୍ଚିନ୍ ଥାଏ ଯୋଉଟା କି ସାଧାରଣତଃ ଗୋଟେ ପିଲା ହଠାତ୍ କିନା ଭୁଲ କରିଦିଏ। ଏଇ ଯୋଉ ଜିନିଷଟା ବ୍ରାଣ୍ଡ ଆମ୍ବାସେଡର, ଦେଖ এই প্যাଟর্নটা হচ্ছে ও ডবল এসএস র, এই প্যাটর্নটা হচ্ছে ও ডবল এসএস। ও ডবল এসএস রে তুমি লক্ষ্য করଥିବ, ধরকର ସ୍ୱଚ୍ଛ ଭାରତର ବ୍ରାଣ୍ଡ ଆମ୍ବାସେଡର କିଏ ଅଛନ୍ତି, ପଲ୍ସ ପୋଲିଓର ବ୍ରାଣ୍ଡ ଆମ୍ବାସେଡର କିଏ ଅଛନ୍ତି, ଏଗୁଡ଼ା ସବୁ ସିଙ୍ଗଲ ଲାଇନ ବାଲା କ୍ୱେଶ୍ଚିନ୍ ଥିଏ। ଯେହେତୁ ଏଇଟା ଓପିଏସସି, ଇଏ ଏମିତି ପଚାରିଲାନି, ତମକୁ 4ଟି କ୍ୱେଶ୍ଚିନ୍ ଦେଲା, ମାନେ ଗୋଟିଏ କ୍ୱେଶ୍ଚିନ୍ କିନ୍ତୁ କିନ୍ତୁ ସେଥିରେ 4ଟି ଷ୍ଟେଟମେଣ୍ଟ, ମାନେ ଇନଡାଇରେକ୍ଟଲି ସେ ଆମକୁ 4ଟି କ୍ୱେଶ୍ଚିନ୍ ପଚାରିଲା। ତାର ଅର୍ଥ ହଉଛି ଓପିଏସସି यूपीएससी किसी कॉन्सेप्ट को फॉलो करुच्ची। दैट मीन्स जेमती ब्रांड एम्बेसडर, जेमती ऑनर एंड अवार्ड रहिला, जेमती तुमनकर रहिला किसे ना किछि माने समिति एंड ऑर्गेनाइजेशन जो रहउछिंदी, किछि मीटिंग होउछि, किछि स्पोर्ट्स होउछि, ता ऊपर एग्जाम रे क्वेश्चन आसीबो। तो करंट अफेयर जो तुम पढुछ, एई सब जिंस प्रति टिके ध्यान दो। काहेकि ए टाइप रो क्वेश्चन को वर्तमान ओपीएससी फॉलो करुछि। आमे साधारणतः इग्नोर कर देई थाउ ओ डबलएसएससी एग्जाम, किंतु ओ डबलएसएससी रो पैटर्न को से को टाइप रो फॉलो करुछि, दैट्स द इंपोर्टेंट। चल, ଆଉ ଗୋଟେ ଜିନିଷ ମୁଁ ତୁମମାନଙ୍କ ସହିତ ଦେଖିବାକୁ ଚାହୁଁଛି, ଯୋଉଟା କି ତୁମେ ନିଜେ ବୁଝିପାରିବ ଯେ ଆକ୍ଚୁଆଲି ଓପିଏସସି କେମିତି ଚାହେଁ, ତୁମକୁ କେମିତି ପଢିବାର ଅଛି, ମୁଁ ତୁମମାନଙ୍କୁ କେମିତି ପଢଉଛି, ଦ୍ୟାଟ୍ସ ଦ ଇମ୍ପୋର୍ଟାଣ୍ଟ। କାହିଁକି ନା ଦେଖ, ମୁଁ ତୁମକୁ ଦିଟା ଏକ୍ସାମ୍ପଲ ଦେବି, ଗୋଟେ ହଉଛନ୍ତି ତୁମ ବାପା, ଗୋଟେ ହଉଛନ୍ତି ତୁମ ଜେଜେ। ଦେଖ, ତୁମେ ଜେଜେଙ୍କୁ ପଚାରିବ, ଜେଜେ ମତେ ଗଭର୍ଣ୍ଣମେଣ୍ଟ ଚାକିରି କରିବାର ଅଛି, ମୁଁ କଣ କଲେ ଗଭର୍ଣ୍ଣମେଣ୍ଟ ଚାକିରି କରିପାରିବି, ଜେଜେଙ୍କର ପାଟିରୁ କଣ ଆସିବ ମତେ କହୁଥିବେ। ଏଉଠି ତୁମେ ତମ ଆନ୍ସର ତମେ ମାନେ ପାଇଯିବ। ସମୟ ଟିକେ ନେବି, କିନ୍ତୁ ଏ ଭିଡିଓଟା ତୁମମାନଙ୍କ ଲାଇଫକୁ ଚେଞ୍ଜ କରିବ ଅପକମିଂ ଏକ୍ସାମ ପାଇଁ। ତୁମ ଜେଜେକୁ ତୁମେ ପଚାରୁଛ ବା ଅଜାଙ୍କୁ ପଚାରୁଛ ଯେ ଗଭର୍ଣ୍ଣମେଣ୍ଟ ଚାକିରି, ତୁମ ଅଜାଙ୍କର ଆନ୍ସର କଣ ଆସି ଜାଣିଛୁ, ଆମ ବେଳେ ଡାକିକିରି ଗଭର୍ଣ୍ଣମେଣ୍ଟ ଚାକିରି ଦଉଥିଲେ, ଗଭର୍ଣ୍ଣମେଣ୍ଟ ଚାକିରି ଆମେ ଗାଈ ଚରେଇକିରି ଗଭର୍ଣ୍ଣମେଣ୍ଟ ଚାକିରି କରୁଥିଲୁ, ତମେ କଣ କରିପାରୁନ। ଏ ଆନ୍ସର ଆସିବ ହଁ କି ନା, ୟେସ୍ ଅର୍ नो, ୟେସ୍ ଅର୍ नो। ଯେହେତୁ ଏଟା ଲାଇଫ୍ ଅଛି, ମୁଁ ସମସ୍ତଙ୍କୁ ପଚାରୁଛି, ପ୍ଲିଜ୍ ଯେତେବେଳେ ପଚାରୁଛି ପାର୍ଟିସିପେଟ୍ କର। କିନ୍ତୁ ଯେତେବେଳେ ଏଇ କ୍ୱେଶ୍ଚେନ୍ ତୁମେ ତୁମ ବାପାଙ୍କୁ ପଚାରିବ, ବାପା ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ କଣ କଲେ ହବ, ବାପା କହିବେ ବେଶୀ ନାହିଁ, ଦିନକୁ 2-3 ଘଣ୍ଟା ପଢ, ଭଲ ଟିକେ ମାର୍କ ରଖ। କାହିଁକି ନା ତାଙ୍କ ବେଳେ ମାର୍କ ଇଜ ଇମ୍ପୋର୍ଟାଣ୍ଟ ଥିଲା, ଏଣ୍ଟ୍ରାନ୍ସ ଇଜ ନଟ୍ ଇମ୍ପୋର୍ଟାଣ୍ଟ। ତାଙ୍କ ବେଳେ କଣ ଥିଲା, ମାର୍କ ଇଜ ଇମ୍ପୋର୍ଟାଣ୍ଟ। ବୁଝିପାରୁଛ, ମାର୍କ ଇଜ ଇମ୍ପୋର୍ଟାଣ୍ଟ ତାଙ୍କ ଟାଇମରେ ଥିଲା। ତ ଦେଖ, ଚାକିରି ହଉଛି ଗୋଟିଏ, ଚାକିରି ହଉଛି ଗୋଟିଏ, ଚାକିରି ହଉଛି ଗୋଟିଏ, କୋଉ ଚାକିରି ନା ସରକାରୀ ଚାକିରି, ସେ ଓପିଏସସି ଓଏସ୍ ହଉ, ବାପାଙ୍କର ଆନ୍ସର ଗୋଟିଏ, ମାଙ୍କର ସରି ଜେଜେଙ୍କର ଆନ୍ସର ଗୋଟିଏ। କିନ୍ତୁ ଯେତେବେଳେ ସେଇ ଜିନିଷକୁ ତୁମେ ନିଜେ ଫଲୋ କରୁଛ, ମୁଁ ଆଜି ତମକୁ ପଚାରୁଛି, ସେ ଜିନିଷ ତୁମେ ବାପାଙ୍କର ଆନ୍ସର ଅନୁଯାୟୀ, ଜେଜେଙ୍କ ଆନ୍ସର ଅନୁଯାୟୀ ବର୍ତ୍ତମାନ ମାର୍କେଟରେ ସେ ଅଛି କି ନାହିଁ। ସେଥିପାଇଁ କେବେ ବି ଟପରଙ୍କ କନସେପ୍ଟକୁ ଫଲୋ କରିବନି। କାହିଁକି, ସବୁ ବର୍ଷର କନସେପ୍ଟ ବଦଳି ବଦଳି ଯାଉଛି। 2020ରେ ପାଇଥିବା ଓଏସ୍ ଯୋଉ ଷ୍ଟୁଡେଣ୍ଟ ପାଇଥିବ, ସେ ତମକୁ ଯୋଉ ଟ୍ରିକ୍ ଦବ, ବର୍ତ୍ତମାନ ସେ କାମ କରିବ। କାହିଁକି ନା ସେତେବେଳେ ଯୋଉ କ୍ୱେଶ୍ଚିନ୍ ଥିଲା, ଦ୍ୟାଟ୍ ଇଜ ଦ ୱାନ୍ ଲାଇନର କ୍ୱେଶ୍ଚିନ୍। ତମକୁ ସେ ବହି ନା କହିଥିବ ଲକ୍ଷ୍ମୀକାନ୍ତ, ସେ ତମକୁ କହିଥିବ ସ୍ପେକ୍ଟ୍ରମ, ସେ ତମକୁ କହିଥିବ ଏନସିଆରଟି, କିନ୍ତୁ ସେ କେବେ ବି ତମକୁ କନସେପ୍ଟ କ୍ଲିୟର କରିବନି ଯେ ତତେ କେମିତି ପଢିବାର ଅଛି। ତତେ ଖାଲି ପାଟିରୁ ଜଣେ କହିଥିବ ଇମ୍ପୋର୍ଟାନ୍ସ ଡେଟ୍, ଇମ୍ପୋର୍ଟାନ୍ସ ଡେଟ୍, ସେଟା ତ ସମସ୍ତେ କହିଥିବେ, ମୁଁ କଣ ଯିଏ ନାହିଁ ସିଏ, କିନ୍ତୁ କେହି ବି ତମକୁ କହିବନି ଯେତେବେଳେ ଇମ୍ପୋର୍ଟାଣ୍ଟ ଡେଟ୍ ପଡୁଛି ରେ ବାବା କେମିତି ପଢିବାର ଅଛି। ଯେ ହଉଛି ତୁମର ଆର୍ଥ ରୋଟେସନ ଡେ କେବେ, ମାନେ ଏଟା କେବେ ପଡିଥାଏ, ଆର୍ଥ ରୋଟେସନ ଡେ କୁ ନେଇକି ଥିମ୍ କଣ ରହୁଛି, ଆର୍ଥ ରୋଟେସନ କୁ ନେଇକି 4ଟା କନସେପ୍ଟ, ଦ୍ୟାଟ୍ ଇଜ ଦ ଇମ୍ପୋର୍ଟାଣ୍ଟ।
ইম্পর্টান্ট নুহে আর্থ রোটেশন ডে কেবে, ইম্পর্টান্স নুহে ওমেন্স ডে কেবে, ওমেন্স ডେ ର থিম কোন ଥିଲା, କେବେଠାରୁ ଓମେନ୍ସ ଡେ ସେଲିବ୍ରେଟ ହେଇ ଆସୁଛି, ଓମେନ୍ସ ଡେ କୁ ନେଇ ଆଉ କଣ ପଏଣ୍ଟ ଅଛି, ଆମକୁ ସେ ଜିନିଷ ଦେଖିବାର ଅଛି। ତ ଯେତେବେଳେ ଗୋଟେ ଜିନିଷକୁ ପଢୁଛ তুমি এই ଜିନିଷକୁ ଫଲୋ କରି ପଢ, ଡେଫିନେଟଲି ତମେ ପାଇବ। ତା ଅର୍ଥ ଆମେ ଯେତେବେଳେ ପୂର୍ବ ବର୍ଷର କ୍ୱେଶ୍ଚିନ୍କୁ ଆନାଲିସିସ୍ କରୁଛ, ହଁ এইଭଳି ତମେ ତମେ ତୁମକୁ ପ୍ରତ୍ୟେକ ପିଲାଙ୍କୁ କହୁଛି ଏ ଦିଟା ପେପର ତମେ ପ୍ରିଣ୍ଟ କାଢିବ, 2022 ର କ୍ୱେଶ୍ଚିନ୍, 2023, ମାନେ 22 23 ମାନେ 22 ର କ୍ୱେଶ୍ଚିନ୍ ଟା 23 ରେ ହେଇଥିଲା ଏକ୍ସାମ, 23 ଟା 24 ରେ ହେଇଥିଲା। ଏ ଦିଟା ପେପରକୁ ପ୍ରିଣ୍ଟ କାଢିବ, ପାଖରେ ରଖିବ, ପୁରା ଟିକ୍ ମାରି ମାରିବ ଇଏ ପ୍ୟାଟର୍ନ ଟା କଣ ଥିଲା, ଆ ରିଲେଟେଡ ମତେ କେମିତି ପଢିବାର ଅଛି। ତ ଏ ଦିଟା ପେପରକୁ ତମକୁ ଡେଫିନେଟଲି ପାଖରେ ରଖିବାର ଅଛି। ତ ଲକ୍ଷ୍ୟ କରିବ ପିଲେ, এই ଫର୍ମାଟରେ ଯେତେବେଳେ ତୁ ଦେଖ, ସେ ସମୟରେ ପ୍ୟାରିସ ଅଲମ୍ପିକ ଥିଲା, ପ୍ୟାରିସ ଅଲମ୍ପିକ କୁ ନେଇକରି ଗୋଟେ ଲାଇନରେ କ୍ୱେଶ୍ଚିନ୍ ଆସିଲା, ତାର ଅର୍ଥ ନୁହେଁ ଯେ ଓପିଏସସି 100% ଷ୍ଟେଟମେଣ୍ଟ ବାଲା ଦଉଛି। ଓପିଏସସି ଡେଫିନେଟଲି 40 ରୁ 50% କ୍ୱେଶ୍ଚିନ୍ ଷ୍ଟେଟମେଣ୍ଟ ବାଲା ଦେଇଥାଏ, ଆଉ 20 ରୁ 30% କ୍ୱେଶ୍ଚିନ୍ କେମିତି ଦେଇଥାଏ ନା ସେ ଷ୍ଟେଟମେଣ୍ଟରେ ଯିବ ନା ୱାନ୍ ଲାଇନରେ ଯିବ, କିନ୍ତୁ 20 ରୁ 30% କ୍ୱେଶ୍ଚିନ୍ ସେ ଏଇ ଟାଇପର ଦେଇଥାଏ। ତ ଆମକୁ ଟାର୍ଗେଟ କରିବାର ଅଛି ଷ୍ଟେଟମେଣ୍ଟ ବାଲା ସହିତ ଏ ସମସ୍ତ କନସେପ୍ଟକୁ ଆମକୁ ଟାର୍ଗେଟ କରିବାର ଅଛି, ତାହେଲେ ଯାଇକି ଆମେ କ୍ଲିୟର କରିପାରିବା। ଓକେ, ତ ଇଏ ହଉଛି କଣ, ଯେତେବେଳେ ପୂର୍ବ ବର୍ଷର କ୍ୱେଶ୍ଚିନ୍ କୁ ତମେ ଦେଖିବ, ତମେ ଆରାମସେ ବୁଝିପାରିବ ଯେ କୋଉ ଟାଇପର କ୍ୱେଶ୍ଚିନ୍ ଆସୁଛି, କୋଉ ଟାଇପର କ୍ୱେଶ୍ଚିନ୍ ଆସୁଛି। ବଜେଟକୁ ନେଇକି କ୍ୱେଶ୍ଚିନ୍ ଆସିଥିଲା 2024-25 କ୍ୱେଶ୍ଚିନ୍, ତ ମେ ବି ଆମ ପାଇଁ ଏଥର 25-26 ର ବଜେଟ ବି ଆମ ପାଇଁ ଇମ୍ପୋର୍ଟାଣ୍ଟ ହେଇପାରେ, କୋଉ କୋଉ ସେକ୍ଟରରେ କେତେ ଟଙ୍କିଆ କେତେ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ତ ଏ ସମସ୍ତ ଜିନିଷକୁ ଆମେ ପଢିବାର ଅଛି। ତାହେଲେ ପ୍ରଥମ ଷ୍ଟେପରେ ମୁଁ ତୁମମାନଙ୍କୁ ଶିଖେଇଲି କଣ ନା, ଯେତେବେଳେ ଯୋଉମାନେ ପୂର୍ବ ବର୍ଷର କ୍ୱେଶ୍ଚିନ୍କୁ ଦେଖୁଛ, ତୁମେ ଟିକେ ଏଇ ଟାଇପର ଆନାଲିସିସ୍ କର ଯେ ଆକ୍ଚୁଆଲି କୋଉ ଟାଇପର କ୍ୱେଶ୍ଚିନ୍ ଆସିଥିଲା, ଆକ୍ଚୁଆଲି କୋଉ ଟାଇପର କ୍ୱେଶ୍ଚିନ୍ ଆସିଥିଲା। ଯଦି ଆମେ ସେଟାକୁ ଭଲସେ ବୁଝିପାରିବା, ତାହେଲେ ଆମେ ପ୍ରି ମଧ୍ୟ କ୍ଲିୟର କରିପାରିବା। ତୁମେ ବହୁତ ସାରା ଇଣ୍ଟରଭ୍ୟୁରେ ଦେଖିଥିବ, ଲାଷ୍ଟ ମାସେ ପଢି ପ୍ରି କ୍ଲିୟର କରିଛନ୍ତି, ଲାଷ୍ଟ 2 ମାସ ପଢି ପ୍ରି କ୍ଲିୟର କରିଛନ୍ତି। କେବେ ଦେଖି ଶୁଣିଛ ଏ ପ୍ରକାର ଇଣ୍ଟରଭ୍ୟୁ, ହଁ କି ନା? କେବେ ଶୁଣିଛ ଏ ପ୍ରକାର ଇଣ୍ଟରଭ୍ୟୁ, ଇଏ ଶୁଣ, ହଁ କି ନା? ବହୁତ ଭଲ ୟୁପିଏସସି ରେ ଇଭେନ୍ ବି ଟ୍ରିକ୍ ହଉଛି ଏଇ ଜିନିଷ, ସେମାନେ 2 ବର୍ଷର କ୍ୱେଶ୍ଚିନ୍ ପେପରକୁ ଉଠାନ୍ତି, ଚିହ୍ନ ମାରି ମାରି ଚାଲନ୍ତି, କାହା ଉପରେ କ୍ୱେଶ୍ଚିନ୍ ଆସୁଛି, ରିସେଣ୍ଟ ପ୍ୟାଟର୍ନ କାହାକୁ ଫଲୋ କରାଯାଉଛି, ରିସେଣ୍ଟ ଟପିକ କୁ କଣ ଫଲୋ କରାଯାଉଛି, ସେଇ ହିସାବରେ ସେ ପ୍ରିପାରେସନ କରନ୍ତି। ସେ କେବେ ବି ମାର୍କେଟରୁ କୌଣସି ଟେଷ୍ଟ ସିରିଜ ଉଠାନ୍ତିନି, ଆଗ ମାର୍କେଟରୁ କୋଉ ଟେଷ୍ଟ ସିରିଜ ଆଗ ଉଠାନ୍ତିନି, ଆଗ ସେ ସେଇ କନସେପ୍ଟକୁ ଫଲୋ କରନ୍ତି, ତାପରେ ଟେଷ୍ଟ ସିରିଜ ଦେଖନ୍ତି କିଏ ଏଇ ଟାଇପର ଟେଷ୍ଟ ସିରିଜ ଦଉଛି। ମୁଁ ଚ୍ୟାଲେଞ୍ଜ ସହିତ କହିବି, ଓଡ଼ିଶାର କୌଣସି ବି ଟେଷ୍ଟ ସିରିଜ ଏଇଭଳି ନାହିଁ, କିନ୍ତୁ ଆସନ୍ତା ରବିବାର ଦିନ ମୁଁ ତୁମମାନଙ୍କ ପାଇଁ ଫୁଲ ଲେନ୍ଥ ଟେଷ୍ଟ ସିରିଜ ରଖିଛି। ଆସନ୍ତା ରବିବାର ସକାଳ 9ଟାରେ, ଯାହାର ଡିସ୍କସନ ସନ୍ଧ୍ୟା 6ଟାରେ ହବ। ମୋର କହିବା କଥା, ତୁମ ପାଖରେ ଆହୁରି 2 ଦିନ ଟାଇମ ଅଛି। ମୋର ଛୋଟିଆ ରିକ୍ୱେଷ୍ଟ ତୁମମାନଙ୍କୁ ରହିବ ଯେ ଏଇ ସମୟ ଭିତରେ ତୁମେ ତୁମର ଯେତିକି ମୁଁ ପଢେଇଛି, ତମ ଯେତିକି ଆଇଡିଆ ଅଛି, ତୁମେ ପ୍ରିପାରେସନ କର। ଟପିକ କହିବିନି, ପୁରା ଫୁଲ ଲେନ୍ଥ ଟେଷ୍ଟ, ଯୋଉଟା କରେଣ୍ଟ ଆଫେୟାର ଆସିବ, ପଲିଟି ଆସିବ, ଏକ୍ସ ୱାଇ ଜେଡ୍, କିନ୍ତୁ ମୁଁ ଯେତିକି ପଢେଇଛି ସେଟାକୁ ଭଲସେ ପଢ। ତୁମେ ଗୋଟେ ଜିନିଷ ଲକ୍ଷ୍ୟ କରିବ, ତୁମେ କେତେ ସ୍କୋର କରୁଛ, ରିଏଲ ସ୍କୋର। ଆଉ ଯେତେବେଳେ ଯେତେବେଳେ ତୁମେ ଏକ୍ସାମ ଦବ, 2 ଘଣ୍ଟା ପାଖରେ ବସିବ, 2 ଘଣ୍ଟା ବସିବ, 2 ଘଣ୍ଟା ଯେମିତି ଏପଟ ସେପଟ ନ ହୁଏ, ଦ୍ୟାଟ ଇଜ ଦ ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି ଓଏମଆର ସିଟ୍ରେ ଏକ୍ସାମ ଦବ, ସମସ୍ତେ ଓଏମଆର ସିଟ୍ରେ ଏକ୍ସାମ ଦବ। ଆଉ ଓଏମଆର ସିଟ୍ ଏକ୍ସାମ ଦେଲେ ଗୋଟେ ପ୍ଲସ୍ ପଏଣ୍ଟ ହଉଛି, ତୁମେ ଫିଲ୍ କରିବ ନା ଏକ୍ସାମ ହଲରେ ଏଇ ଟାଇପର ଆମକୁ ଦବାର ଅଛି। ଆଉ ସେଇଦିନ ସନ୍ଧ୍ୟା ବେଳେ ହିଁ ମୁଁ ସେ କ୍ୱେଶ୍ଚିନ୍ ପେପରକୁ ଆନ୍ସର ସିଟ୍ ଦେବା ସହିତ ଡିସ୍କସନ ମଧ୍ୟ କରିବି। ସମସ୍ତେ ରେଡି ଅଛ, ହଁ କି ନା? ଆଚ୍ଛା, ତା ପୂର୍ବରୁ ବି ମୁଁ କହିଦଉଛି, ଯୋଉମାନେ ଏଇ ଯୋଉ ରାପିଡ ଫାୟାର ବ୍ୟାଚ୍ ପ୍ରାକ୍ଟିସ ସେଟରେ ଜଏନ କରିଛ, ଏଇ ବ୍ୟାଚରେ ତୁମର ଦେଖ ଏଇଠି ଫୁଲ ଲେନ୍ଥ ପ୍ରାକ୍ଟିସ ସେଟ ଅଛି। ଫୁଲ ଲେନ୍ଥ ପ୍ରାକ୍ଟିସ ସେଟରେ GS1 ରେ ମୁଁ ତୁମମାନଙ୍କୁ 4ଟି ସେଟ ଦେଇଥିଲି, ଯାହାର ଆନ୍ସର ସିଟ୍ ଅପଲୋଡ। ଏଟା ଫୁଲ ଲେନ୍ଥ ନୁହେଁ, ଫୁଲ ମାନେ ମାନେ ସେଥିରେ ସବୁ ଟପିକ ରହିଛି, କିନ୍ତୁ ଫୁଲ ନୁହେଁ। କିନ୍ତୁ ଏଇ ଯୋଉ ସଣ୍ଡେ ଠାରୁ ତୁମମାନଙ୍କୁ ଯୋଉ ଏକ୍ସାମ ମୁଁ ଷ୍ଟାର୍ଟ କରୁଛି, ଏଟା 100 ମାର୍କ ବାଲା। ଆଉ ତୁମକୁ ଦେଖଉଛି ଇଏ ଯୋଉ ପ୍ୟାଟର୍ନ ଅଛି, ଡିଟୋ ସେଇ ପ୍ୟାଟର୍ନ ତୁମମାନଙ୍କୁ ଦିଆଯିବ, ଯେମିତି ଗୋଟେ ସାଇଡରେ ଇଂଲିଶ, ଗୋଟେ ସାଇଡରେ ଓଡ଼ିଆ। କାହିଁକି ନା ତମକୁ କେବେ ଫିଲ୍ ନ ହଉ ଯେ ଆମେ ଏକ୍ସାମ ହଲରେ ନାହିଁ, ଆମେ ଆଉ କୋଉ ଏକ୍ସାମ ଦଉଛେ, ସେଇଭଳି। ପୁରା ବୁଝା ପଇଲା, ସମସ୍ତଙ୍କ ମାଇଣ୍ଡକୁ ପଳେଇ ଆସିଲା ଯେ ଆପଣ କଣ କରିବାର ଅଛି। ବାସ୍ ଏଇ 60 ଦିନ ଦେଖ, ଏ ସପ୍ତାହରେ 2 ଦିନ ମୁଁ କ୍ଲାସ ଅଫ୍ କରିଛି, ଗୋଟେ ଆଜି ଅଫ୍ କଲି, ଗୋଟେ କାଲି ଅଫ୍ କରିଥିଲି, ଯେହେତୁ ମୋର ପ୍ରୋବ୍ଲେମ ଥିଲା, ଆକ୍ଚୁଆଲି ୟୁରିନ୍ ଇନଫେକ୍ସନ ଥିଲା। ତ ସେଥିପାଇଁ ୟୁରିନ୍ କଲଚର ଆସିବା ପାଇଁ 48 ଡେ ମାନେ ଆୱାର ଲାଗେ।
तो ମୁଁ ସେଦିନ ବି ଯାଇଥିଲି ପ୍ଲସ୍ ଆଜି ବି ଯାଇଥିଲି। ତ ସେଥିପାଇଁ ଟିକେ ଏପଟ ସେପଟ ହେଇଗଲା। ତ ସେଥିପାଇଁ ତ ଆଉ ତୁମମାନଙ୍କର ଏଇ 60 ଦିନେ ଆଉ ପ୍ରାୟତଃ କ୍ଲାସରେ କିଛି ପ୍ରୋବ୍ଲେମ ରହିବନି। ଓକେ, କିନ୍ତୁ ମୁଁ ଏ ଥାଇ ଏତେ ପ୍ରୋବ୍ଲେମ ଭିତରେ ଥାଇ ବି ମର୍ଣ୍ଣିଂର ମୁଁ କ୍ଲାସ ତୁମମାନଙ୍କର ନେଇଛି, ଯୋଉଟା କି ସିସାଟ ପେପର। ଆଉ ଗୋଟେ ବି କହିଦଉଛି, ଯୋଉମାନେ ସିସାଟ ପେପରରେ ଡାଉଟ୍ ଅଛ, ସକାଳରେ ଯୋଉ କ୍ଲାସଟା ମୁଁ କରୁଛି, ଯୋଉଟା କି ପ୍ରତ୍ୟେକ ଦିନ 10ଟା ଲେଖା କ୍ୱେଶ୍ଚିନ୍, ତୁମେ ଯଦି 20ଟା ସେଟ୍ ତମେ ଦବ, 20ଟା ସେଟ୍ ମାନେ 200 କ୍ୱେଶ୍ଚିନ୍, 200 କ୍ୱେଶ୍ଚିନ୍ ପ୍ଲସ୍ ସେଥିରେ ପଢେଇଥିବା ଥିଓରି। ଆଜିର ଡେଟ୍ରେ ବି ମୁଁ କହୁଛି ଆ ବାହାରେ କ୍ୱେଶ୍ଚିନ୍ ରହିବନି, ଗ୍ୟାରେଣ୍ଟି ସହିତ କହିବି ମ୍ୟାଥ ଡିଟୋ ସେଇଭଳି ରିଜନିଂ। ଆଉ ରହିଲା ପ୍ୟାସେଜ, ପ୍ୟାସେଜ ତ ଅଲରେଡି ତୁମେ ଓଡ଼ିଆରେ ପଢିବ, ଓଡ଼ିଆରେ ଆନ୍ସର ଦବ, ଆଉ ସେଥିରେ ପ୍ରୋବ୍ଲେମ କଣ ଅଛି? ପୁରା କ୍ଲିୟର ହେଲା? ପୁରା ଏଇଥିରେ ଆମେ ଟାର୍ଗେଟ ନବା ଯେ ସମସ୍ତେ ପ୍ରି କ୍ଲିୟର ହବ। ଯେ ବହୁତ ଜଣ ପିଲା ଭାବୁଥିବେ ସାର୍ ଆମେ ଏଥର ମାନେ ଏକ୍ସାମକୁ ସ୍କିପ୍ କରିବୁ, ମୁଁ ସେଇ ପିଲାକୁ ସ୍କିପ୍ କରିବା କଥା କହିବି ଯାହା ପାଖରେ ଆଉ ଗୋଟିଏ ଚାନ୍ସ ଅଛି। କାରଣ ଆମକୁ ମାନେ ଅନଲିମିଟେଡ ଚାନ୍ସ ଏପର୍ଯ୍ୟନ୍ତ ଡିକ୍ଲେୟାର ହେଇନି। ଯଦି ତୁମ କତିରେ ଗୋଟିଏ ଚାନ୍ସ ଅଛି କିମ୍ବା ଦିଟା ଚାନ୍ସ ଅଛି, ତାହେଲେ ସ୍କିପ୍ କରିବ। କିନ୍ତୁ ତମ କତିରେ ଯଦି 4ଟା ଚାନ୍ସ ଥିବ, କେବେ ବି ସ୍କିପ୍ କରିବ ନାହିଁ, କେବେ ବି ସ୍କିପ୍ କରିବ ନାହିଁ। ଏଟା ହଉଛି ମୋର ରିକ୍ୱେଷ୍ଟ ତୁମମାନଙ୍କୁ, ଇଂଲିଶ ନାହିଁ। ପୁରା କ୍ଲିୟର? ତ ଯେହେତୁ ଆଜି ଆଉ ମତେ ଏତେ ବି ପୁରା ଟାୟାର୍ଡ ବି ହେଇଯାଇଛି, ତ ସେଥିଲାଗି ଆଉ ବି କ୍ଲାସକୁ ମୁଁ ଏକ୍ସଟେଣ୍ଡ କରିପାରୁନି। ବାସ୍ ଆମେ ଆଜି ଏତିକି ଡିସ୍କସନ କରିବା ଯେ ଯୋଉମାନେ ଡାଉନଲୋଡ କରିଛ ପ୍ଲେ ଷ୍ଟୋରରୁ ଆଦିତ୍ୟ ଏକାଡେମୀ, ସେଇଠି ଏଇ ଜିନିଷ ସବୁ ପାଇଯିବ। ସେଇଠି ମଧ୍ୟ ତୁମମାନଙ୍କୁ ଯେତିକି କରେଣ୍ଟ ଆଫେୟାର ବି ପଢେଇଛି, ତାରି ଭିତରେ ବି କିଛି କ୍ୱେଶ୍ଚିନ୍ ବି ଆସିବ, ସେଇଠି ହିଁ ସବୁ ଜିନିଷ ଦିଆଯିବ। ତ ଥ୍ୟାଙ୍କ ୟୁ। ଦେଖି ଦଉଛି ତା ପୂର୍ବରୁ ତୁମମାନଙ୍କୁ। ଏଇ ଯୋଉ କରେଣ୍ଟ ଆଫେୟାର ସେକ୍ସନରେ କିଛି କିଛି ପିଲା ବି ମୋତେ ପଚାରୁଥିଲେ ସାର୍ କରେଣ୍ଟ ଆଫେୟାର ମୁଁ କୋଉଠୁ ପଢିବି? ଦେଖ ଏ କରେଣ୍ଟ ଷ୍ଟାଟିକ୍ କରେଣ୍ଟ ଆଫେୟାରଟାକୁ ସାରିବ, କାରଣ ଷ୍ଟାଟିକ୍ କରେଣ୍ଟ ଆଫେୟାର ଏ ବର୍ଷ ଇମ୍ପୋର୍ଟାଣ୍ଟ। କାରଣ ଷ୍ଟାଟିକ୍ଟା ବହୁତ ଇମ୍ପୋର୍ଟାଣ୍ଟ, କାରଣ ତା ଉପରୁ ଗୋଟେ କ୍ୱେଶ୍ଚିନ୍ ଦିଟା କ୍ୱେଶ୍ଚିନ୍ ଆସିବ। କରେଣ୍ଟ ଆଫେୟାରରେ ତୁମେ କୋଉଠୁ ଷ୍ଟାର୍ଟ କରିବ? ଗୋଟେ ସେକେଣ୍ଡ। ଡିସେମ୍ବର କୁ ଛାଡ଼ିଦିଅ, ଜାନୁଆରୀ ଫେବୃଆରୀକୁ ବର୍ତ୍ତମାନ ପଢନି, ମାର୍ଚ୍ଚ ଏପ୍ରିଲଠୁ ବର୍ତ୍ତମାନ ଷ୍ଟାର୍ଟ କର। ସବୁ ଯାକ ସରିଲା ପରେ ଲାଷ୍ଟକୁ ଆଉ ଜାନୁଆରୀ ଫେବୃଆରୀଟାକୁ ଲାଷ୍ଟ ମୋମେଣ୍ଟରେ ଟିକେ ଜୋରରେ ରିଭିଜନ କରିଦବ। ଆଉ କିଛି ଦରକାର ନାହିଁ। ଓକେ, ଥ୍ୟାଙ୍କ ୟୁ।